ମହାନଦୀରେ ପ୍ରଥମ ବନ୍ୟା ଜଳ ୱାଲିପୁରଠାରେ ଧୋଇନେଲା ଆପ୍ରୋଚ୍ ରାସ୍ତା। ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରଭାବିତ ହେଉଛି। ବିଶେଷକରି ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି। 2 ଦିନ ତଳେ ଯେଉଁ ମହାନଦୀ ବାଲୁକାମୟ ଥିଲା, ମଙ୍ଗଳବାର ସେହି ମହାନଦୀରେ ଜଳ ଭର୍ତ୍ତି ହୋଇଯାଇଛି। ତେବେ ଗଣିଆ ବ୍ଲକ ବେଲପଡ଼ା ପାଟନା ପଞ୍ଚାୟତର ୱାଲିପୁରଠାରେ ଥିବା ଛେଳିଆ ନାଳର ଆପ୍ରୋଚ୍ ରାସ୍ତା ମହାନଦୀ ଜଳରେ ସମ୍ପୂର୍ଣ୍ଣ ଧୋଇ ନେଇଛି। ଛେଳିଆ ନାଳ ଉପରେ ଏକ ବ୍ରିଜ୍ ନିର୍ମାଣ କରାଯାଉଥିବାରୁ ତାହାର ପାର୍ଶ୍ୱରେ ଯାତାୟାତ ପାଇଁ ଏକ ଆପ୍ରୋଚ୍ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ବନ୍ୟା ଜଳ ଯୋଗୁଁ ଆପ୍ରୋଚ୍ ରାସ୍ତା ଜଳାର୍ଣ୍ଣବ ହୋଇଥିବା ବେଳେ ରାଉତପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାଉତପଡ଼ା ଲୋକେ ଦଶୀପୁର ଦେଇ ପ୍ରାୟ 5 କିଲୋମିଟର ଅଧିକ ବୁଲିକରି ଯାତାୟାତ କରୁଛନ୍ତି। ଏଣେ ଛେଳିଆ ନାଳରେ ପାଣି ପଶିବା ହେତୁ ନୂତନ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୱାଲିପୁରଠାରୁ ମାଳତୀପୋର୍ଟ ଭାୟା ରାଉତପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ରାସ୍ତା ମଝିରେ ପଡ଼ୁଛି ଛେଳିଆ ନାଳ। ତେବେ ଠିକାଦାର ବର୍ଷାକୁ ଦୃଷ୍ଟିରେ ରଖି ଆଗ ବ୍ରିଜ୍ ନିର୍ମାଣ କରୁଥିବା ବେଳେ ନାଳରେ ବନ୍ୟା ଜଳ ପ୍ରଭାବିତ ହେବା ଯୋଗୁଁ ବ୍ରିଜ୍ କାର୍ଯ୍ୟ ବନ୍ଦ ରହିଛି। ତେବେ ହୀରାକୁଦ ଡ୍ୟାମ୍ରୁ ଜଳ ନିଷ୍କାସନ ହେବାକୁ ଥିବାରୁ ଏଠାରେ ଜଳସ୍ତର ବଢ଼ିବ, ଏଥିରେ ସନ୍ଦେହ ନାହିଁ। ତେବେ ମହାନଦୀରେ ବନ୍ୟା ଜଳ ପ୍ରଭାବିତ ହେବା ଫଳରେ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର।